ମୁଁ କଣ ଶୁଣିତେ ପାଇଲି କଣ ଆପଣଙ୍କର ଆକ୍ସିଡେଣ୍ଟ ହେଇଥିଲା ଆଉ ଏଠି ଡକ୍ଟର ଦେଖେଇଥିଲେ ନା କଣ ଆଉ ରେଷ୍ଟ ନେବାକୁ କହୁଥିଲେ ଆପଣ କଣ ଆଶ୍ରମରେ ଅଛନ୍ତି? କଣ କରିବି ତ ବହୁତ ଗୋରୁ ଗୁଡାକ ବଢିଯାଇଛନ୍ତି, ଲୋକ ବି ବଢିଯାଇଛନ୍ତି। ଆଉ ତେଣୁ ଆକ୍ସିଡେଣ୍ଟ ହେଲେ ବି ଜୀବନ ଟିକେ ଥିବା ପର୍ଯ୍ୟନ୍ତ ମତେ ଆସିକି କିଛି କରିବାକୁ ପଡିବ। ସେ ଡାକ୍ତର କତିକି ଯାଇଥିଲି, ଡାକ୍ତର ବି କହିଲେ ମୋର ସ୍ପାଇନାଲ କର୍ଡ ଫାଟି ଯାଇଛି। ଆଉ ତଥାପି ମୋର ଯୋଉ ସଂଗଠନ ସବୁ ଚାରିଆଡେ ଅଛନ୍ତି, ଆମର ଖରା ସାପୁର ସାହି ସଂଗଠନ ଅଛନ୍ତି, ଆଉ ଅନ୍ୟ ଆଡେ ଅଛନ୍ତି, ଆଉ ସେମାନେ ଜାଣିବା ଦ୍ୱାରା ଆଉ ସେମାନେ ମଧ୍ୟ ଦେଖା କରିବାକୁ ଆସିଛନ୍ତି, ଆସିକି ଏଠି ହେଲ୍ପ କରୁଛନ୍ତି, ପରିଷ୍କାର ପରିଚ୍ଛନ୍ନ ଭଲ ମନ୍ଦ କରୁଛନ୍ତି। ଆଉ ଇଏ ଗୁରୁ ଗାଈ ଯଦି ମୁଁ ନିଜେ ନ ରହିବି ତାହେଲେ ଆମକୁ ଦେଖିବ କିଏ ସେ? ତାଙ୍କର ଖାଇବା ପିଇବା, ଆଉ ଇଏ ଲୋକମାନଙ୍କ ଖାଇବା 20-30ଟା ଖଣ୍ଡେ ଗୋରୁ ଅଛନ୍ତି, ତାଙ୍କର ଖାଇବା ପିଇବା ତାଙ୍କୁ ଦେଖିବ କିଏ? ଆଉ ତାଙ୍କୁ ଦେଖିବାକୁ ପଡିବ। ଏଇ ଯୋଉ ସାହି ସଂଗଠନ ସବୁ ଆସିଛନ୍ତି, ସାହାଯ୍ୟ କରୁଛନ୍ତି ଆଉ